ଯେ ଏ ପିଲାମାନେ କରୁଛନ୍ତି ଏ ଯଜ୍ଞ ମିଛ କି ସେ ଯଜ୍ଞ ମିଛ ପ୍ରଭୁ କହିଛନ୍ତି ଏବଂ ଆମକୁ ବି ନିର୍ଦ୍ଦେଶ ଦେଇଛନ୍ତି। ଯାହା ହଉଛି ଆମ ଇଚ୍ଛାରେ ହଉଛି, କରୁଛ କିନ୍ତୁ ତୁମେମାନେ। କାହିଁକି ନା ଠାକୁର କହିଲେ ବହୁ ସନ୍ତାନର ପିତା ମୁନି ସନ୍ତାନ ହୋଇ ମତେ ଲାଗୁଛି। କାହିଁ କହିଲେ? ପୁଣି ହାତ କାଟି ଲେଖିଦେଲେ କଲ୍ୟାଣ ଦଳିତରେ। ସେ କଣ ଚାହୁଁଥିଲେ? ସମସ୍ତଙ୍କର ଅଛି ଦୀକ୍ଷା, ଆମର କାହିଁ ହେଲା ଧାରା? ଧାରାକୁ ଉଠେଇ ଦିଅ ରାଧା। ଆମେ 1 ନମ୍ବର ସନ୍ଦେଶ ପତ୍ରରେ ଆମେ ପଢୁଛେ କଣ? ମୁଁ ଆଜିଠାରୁ ଏହି ମୁହୂର୍ତ୍ତରୁ ଉକ୍ତ ସନ୍ଦେଶ ପତ୍ର ଗ୍ରହଣ କରି ପରମେଶ୍ୱର ପରମାତ୍ମା ଜ୍ଞାନ ବିଜ୍ଞାନ ଆଭୁମ ପ୍ରଣାମ କରି ସର୍ବାନ୍ତକରଣରେ ଶପଥ କରୁଅଛି ଯେ ଅଚ୍ୟୁତ ପୁତ୍ରମ ସଂଘର ସମସ୍ତ ନିୟମ ପାଳନ କରିବା ସଙ୍ଗେ ସଙ୍ଗେ ଚରିତ୍ର ଶୋଧନ ତଥା ଅଭ୍ୟାସ କର୍ମରେ ରତ ରହିବାକୁ ବାଧ୍ୟତ ହେବି। ଏହି ସତ୍ସଙ୍ଗରେ, ଏହି ଧର୍ମ କ୍ଷେତ୍ରରେ ମୋର ଯୋଉ ଗୁରୁ ଭାଇ ଗୁରୁ ଭଉଣୀମାନେ ଅଛନ୍ତି, ନିଜ ହାତରେ କହିଲ କେତେ ଜଣ ଅଭ୍ୟାସ କର୍ମ ଧାରାରେ ବ୍ରତୀ ଅଛ? ଆରେ ଠାକୁରଙ୍କୁ ସାଙ୍ଗରେ ନେଇକରି କଟିକଟା ଯାଉଥିଲି, ସେଠି ଅଗସ୍ତ୍ୟ ଋଷିଙ୍କ ଆଶ୍ରମ ଅଛି। ମୁଁ କହିଲି ପ୍ରଭୁ ଏଇଟା ହଉଛି ଅଗସ୍ତ୍ୟ ଋଷିଙ୍କ ଆଶ୍ରମ। ଆମର ବ୍ରଜରାଜ ପାଟଣା ଲଙ୍କାପଡ଼ା ସେଠି ହଉଛି ପୌଲସ୍ତ୍ୟ ଋଷିଙ୍କ ଆଶ୍ରମ। ପ୍ରଭୁ କଣ କହିଲେ ଜାଣିଛ? କହିଲେ ତମେ ଯୋଉ କହୁଛ ଯେ ଏଇଠି କଣ ଅଗସ୍ତ୍ୟ ଋଷି ଆସିକିରି ଧ୍ୟାନ କରୁଥିଲେ, ନା ସେଠି ପୌଲସ୍ତ୍ୟ ଋଷି ଆସି ଧ୍ୟାନ କରୁଥିଲେ। ତାଙ୍କର ଶିଷ୍ୟମାନେ ସେଇମାନେ ଏଠି ଶାଖା କରିକିରି ପ୍ରତିଷ୍ଠା କରିକି ଯାଇଛନ୍ତି। ଆଜି ତମେ ଯୋଉ ଜାଗା 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 ଯୋଉଠି ଆଶ୍ରମ ଶାଖା କରିକିରି ଯାଉଛ, ସେଇ ଶାଖାକୁ ବଞ୍ଚେଇକି ରଖ। ତମେ ନଥିବ, ଆମେ ନଥିବେ, କିନ୍ତୁ ସାଧୁ ସନ୍ଥ ମାନେ ଆସିକିରି ସେଇ ଶାଖାକୁ ଧର୍ମପୀଠ ହିସାବରେ ଉଦ୍ଧାର କରିବେ। ହରି ହରି ବୋଲା। ତମେ ସମସ୍ତେ ତମମାନଙ୍କୁ ଅନୁରୋଧ, ସମସ୍ତେ ଭାବିବେ କଥା କେତେ ବଡ଼ କଥାଟା ପ୍ରଭୁ କହିଦେଇ ଗଲେ। ତେଣୁ ଆଜି ସବୁବେଳେ ହାହାକାର ଆସୁଛି କଣ? ଶାଖା ନଷ୍ଟ ହେଇଗଲାଣି। ଶାଖା କେବେ ନଷ୍ଟ ହବ ନାହିଁ। ଯାହା ହେଲେ ବି ସେ କହିଛନ୍ତି ମୋର 3 ଜଣ ଶାଖାର ଆବଶ୍ୟକ। ସେଇ 3 ଜଣଙ୍କ ଦ୍ୱାରା ହିଁ ଶାଖା ବଞ୍ଚିକି ରହିବ। ସ୍ଥିତିଜ୍ୟୋତି ଆଶ୍ରମ ଶାଖା ଯାହା ଗଢ଼ା ହେଇକରି ଯାଉଛି, କେନ୍ଦ୍ର ଗଢ଼ା ହେଇକରି ଯାଉଛି, ତାହା ତମମାନେ ନ ମାନି ପାର। କି ଯୋଉମାନେ କରିଯାଇଛନ୍ତି ସେମାନେ ବି ନଥିବେ, ଆପଣମାନେ ନଥିବେ। କିନ୍ତୁ ସେ କହିଛନ୍ତି ଯେ ସାଧୁ ସନ୍ଥ ମାନେ ଖୋଜି ଖୋଜି ପ୍ରଭୁ କଳିଯୁଗରେ ଆସିଥିଲେ, କି ପ୍ରକାର ଲୀଳା କରିଛନ୍ତି, କଣ କରିଛନ୍ତି, ସେଇମାନଙ୍କ ଦ୍ୱାରା ହିଁ ଶାଖା ଉଦ୍ଧାର ହେବ। ଆଜି ପ୍ରଭୁ ଏତେ ବଡ଼ ଆୟୋଜନ କରିଦେଇଛନ୍ତି। ଯାହା ଏ ପୁଅ ବସିକରି କହୁଥିଲା ତାର ତାକତ ଅଛି ଯେ ଏତେ ଗୁଡ଼ାକ ଯଜ୍ଞ ସେ କଲାଣି, ତାର ତାକତ ଅଛି। ଏଇଟା ପ୍ରଭୁଙ୍କର ଆଶୀର୍ବାଦ। ଆରେ ସେଇ ଛୁଆ ଯିଏ ଯଜ୍ଞ କରୁଛି, ସେଇ ଯଜ୍ଞ ବାବଦରେ ଆମକୁ ଫୋନ ଆସିଲା ଯେ ସାଙ୍ଗଠନିକ ମୁଖ୍ୟ ମହାଶୟ ଆପଣଙ୍କୁ ଗୁରୁସ୍ୱାମୀ ପ୍ରଣାମ। ସେ ପିଲା ଯୋଉ ଯଜ୍ଞ କରୁଛି, ସେ ମାଳିକା ପ୍ରବାଦ ପିଲା, ସେ ଯଜ୍ଞକୁ ଆପଣ ପୂର୍ଣ୍ଣ ମାତ୍ରାରେ ସାହାଯ୍ୟ ସହଯୋଗ କରିବେ ଏବଂ କନ୍ଧରା ଯଜ୍ଞରେ ଡିକ୍ଲେୟାର କରିଦେବେ ଯେ ସେ ଯଜ୍ଞର କେହି ବିରୁଦ୍ଧାଚରଣ କରନ୍ତୁ ନାହିଁ। ହରି ହରି ବୋଲ। ବିରୁଦ୍ଧାଚରଣ କଲେ ସେମାନେ ବ୍ରହ୍ମ ଦାବାନଳ ଦଣ୍ଡରେ ଦଣ୍ଡିତ ହେବେ। ବରଂ ତାଙ୍କର ଆର୍ଥିକ ଶାରୀରିକ ଯାହା ସାହାଯ୍ୟ ସହଯୋଗ କରିବା କଥା କରନ୍ତୁ। କିନ୍ତୁ ଆଜି ଏଠି ଯୋଉ ଯଜ୍ଞ ହଉଛି, ଏଇ ପିଲାମାନେ କରୁଛନ୍ତି ନା ଆଙ୍କର ଇଚ୍ଛାରେ ହଉଛି? ତାଙ୍କର ଯଦି ଇଚ୍ଛା ନଥାନ୍ତା ଏମାନେ ଯଜ୍ଞ କରିପାରିବେ? ଆଜି ଏ ଯୋଉ ଏତେ ବଡ଼ ଟେଣ୍ଟ ଆପଣମାନେ ଦେଖୁଛନ୍ତି, ଏତେ ବଡ଼ ଇଏ ଏରିଆ,
କି ପ୍ରକାର ହସୁଛି ଏଇମାନେ କରିଦେଲେ। ଆମେ ଯେତେବେଳେ ଇଚ୍ଛା କରୁ ସୂକ୍ଷ୍ମ ଭାବରେ ତା ମନ ଭିତରେ ପ୍ରବେଶ କରି ଯାଉ, ସଫା ଖୋଲିକି ଆଗରେ କହିଥାଉ ଇଏ ଅଛି 50 ବର୍ଷର ବୁଢା ଏଠି ବସିକି ମାଇକି ଧରିକି ଆପଣମାନଙ୍କୁ ମିଛ କହିବ ନାହିଁ। କାହିଁକି ନା ସେ ବହୁ ଦୁଃଖରେ କହିଗଲେ। ରାମଙ୍କର ଯେମିତି ଲୀଳା ଅଛି, କୃଷ୍ଣଙ୍କର ଯେମିତି ଲୀଳା ଅଛି, ଆମର କ'ଣ କିଛି ଲୀଳା ନାହିଁ? ତମେ ଲୀଳା ପ୍ରସଙ୍ଗ କହୁନା, ଏ ସାହିରେ ବୁଲିକରି ତାଙ୍କଠାରୁ ଗୋଟେ ଗୋଟେ କଥା ସଂଗ୍ରହ କରିକି ତମେ ପାଠ କରୁଛ, ତମର ଜ୍ଞାନ ଅଛି, ସେଇଆକୁ ତମେ ଭାଇମାନେ ଆଗରେ ଲୀଳା କହୁନା। କିନ୍ତୁ ବର୍ତ୍ତମାନ ତାଙ୍କର ଲୀଳା କହିବାର ସମୟ ଅଛି। କହିବାକୁ ଇଚ୍ଛା ଥିଲେ ଆଉ କହି ହଉନାହିଁ, ଆଉ କହି ହଉନାହିଁ। କିନ୍ତୁ ଆଉ ବେଶୀ ସମୟ ନେବି ନାହିଁ, ରାତି ଅନେକ ହେଲାଣି। ଆମର ରାତି ବାହାରେ ପୁଣି ଜଗତପୁର କାର୍ଯ୍ୟକ୍ରମ ଅଛି। ସେଠି ମନ୍ଦିର ପ୍ରତିଷ୍ଠା, ସେଠି ସତ୍ସଙ୍ଗ, ସେଠି କାଳିଠାରୁ ତାଙ୍କର ଆଜି ତାଙ୍କର ସବୁ ମାନେ ଯୋଉ ଜାଗା ଗୁଡ଼ାକ ସବୁ ଆଜି ତାଙ୍କର ପୂଜା ପାଠ ଅଛି। କାଲି ତାଙ୍କର କଳସ ଯାତ୍ରା, ରାତି ପାହିଲେ ପୁଣି ଏଠିକି ଆସିକି ପୁଣି ସେଠିକି ଯିବାକୁ ପଡ଼ିବ। କିନ୍ତୁ ଅନୁରୋଧ, ତମେ ମାନେ ପଢିଛ କଲ୍ୟାଣ ଦେବୀ ତୋଟରେ, 17 କଲ୍ୟାଣ ଦେବୀ ତୋଟରେ ଠାକୁର ସ୍ପଷ୍ଟ ଭାବରେ ଲେଖିଦେଲେ ବିଶ୍ୱ ଭ୍ରାତୃତ୍ୱ ଦିବାତ୍ମ ପରିଷଦ କୋଟି କୋଟି ପ୍ରାଣବିନ୍ଦୁକୁ ନେଇ ଗଠିତ ଅଚ୍ୟୁତ ଉତ୍ତରମୟ ସଂଘ ପରିଷଦର ଧର୍ମ ରକ୍ଷାର ସ୍ୟନ୍ଦନ ଅର୍ଥ। ଏହି ସଂଘ ମାଧ୍ୟମରେ ତୁମରି ମାନଙ୍କ ଦ୍ୱାରା ଆରେ ଆମେ ମାନେ ହଉଛୁ ସନାତନ ଧର୍ମର ସାରଥୀ। ହରି ବୋଲ। ତମେ ଆଉ ଏ ବେଳରେ ଶୋଇପଡ଼ିବ, ତମକୁ ଶୋଇଦେବ କିଏ? କାଳ ଶୋଇଦେବ ନାହିଁ, କାଳ କଶ୍ମୀର କାଳେ ତମମାନଙ୍କୁ ଶୋଇଦେବ ନାହିଁ। ତମେ ମାନେ ଯେତେବେଳେ ଧାରା ନେଲ ସେତେବେଳେ ତା ପାଖରେ କିଣି ମୁଣ୍ଡକୁ ବିକିଦେଲ। ସେଇଠି ତମେ ହେଲ ସନାତନ ଧର୍ମର ସାରଥୀ। ସେ ସେଇଥିପାଇଁ କହିଲେ ଏହି ସଂଘ ମାଧ୍ୟମରେ ତୁମରି ମାନଙ୍କ ଦ୍ୱାରା ଏ ସୃଷ୍ଟିରେ ସନାତନ ଧର୍ମ ପୁନଃପ୍ରତିଷ୍ଠା କରିବା ପାଇଁ ମୁଁ ମୋର ତୁଳିତଳ୍ପ ଶଯ୍ୟା ତେଜି ଧରାଧାମରେ ଉପବିଷ୍ଟ। ଧନରେ ଯେ ଏ ସଂଘର ବିରୁଦ୍ଧାଚରଣ କରିବ, ମାନେ ଦୁର୍ବାଦର ଦଣ୍ଡରେ ସେ ଦଣ୍ଡିତ ହବ ଏବଂ ତା ସୂକ୍ଷ୍ମରେ ଭୋଗ କରିବ। ତେଣୁ ମୋର ଅନୁରୋଧ, ଭାଇ ହିସାବରେ ସେ ସଂଘର ମୁଖ୍ୟ କଥା ଛାଡ଼, ତମ ଭାଇ ହିସାବରେ ମୁଁ ଗର୍ବିତ। କାହିଁକି? ଠାକୁରଙ୍କ ପାଖରେ ବସିକି ମାତ୍ର 35 ଜଣଙ୍କୁ ନେଇକରି ସଂଘ ତିଆରି କରୁଛୁ। ପ୍ରଭୁ କେତେ ଦିନ ବସି ବସିକି ଏମିତି ରାତି 2ଟା ବେଳେ ଆମେ ଘଟିକି ପଳେଇବୁ? ଆପଣ ସ୍ୱୟଂ ବ୍ରହ୍ମ ଆସକୁ କ'ଣ ଟିକେ ଦିଅନ୍ତୁ, ହେଲେ ଆମର ସଂଘ ଆରମ୍ଭ ହେବ। ହଠାତ୍ ଡାକିଦେଲେ ଡାକତମ ଭାଇମାନଙ୍କୁ ସବୁ ସମସ୍ତେ ଆସି ପହଞ୍ଚିଗଲେ। ସବୁ କଥା ହେଲା କ'ଣ ନା ଅକ୍ଷୟ ତୃତୀୟା ଦିନ, 91 ମସିହା ଅକ୍ଷୟ ତୃତୀୟା ଦିନ ସଂଘ ପ୍ରତିଷ୍ଠା ହେବ। ଆମର ଆଚାର୍ଯ୍ୟ ମହାଶୟ ସେ ସେତେବେଳେ ପୂଜକ ଥାନ୍ତି, ସେ ପୂଜା କଲେ ସନାତନୀ କେତେବେଳେ ଧର୍ମ ଧ୍ୱଜା ଉଡ଼ବଳି ସେ ତିଆରି କରିକି ଆଣିଥାନ୍ତି। ତାକୁ ଦେଲେ ସମସ୍ତେ ଅପେକ୍ଷା କରିଛନ୍ତି ଯେ ଠାକୁର ଆସିବେ କୀର୍ତ୍ତନ ଉଡ଼େଇବେ। ଗୋପାଳ ସାହୁ 1 ନମ୍ବର କୀର୍ତ୍ତନ ଭାଇ ସେ ଦେହାନ୍ତ ହେଇଗଲାଣି। ମୋତେ ଡାକିଲେ, କହିଲେ ତମେ ଗୋପାଳକୁ ଡାକିଲେ ତାରି ଦ୍ୱାରା କୀର୍ତ୍ତନ ଉଡ଼ାଅ ଏବଂ ତାକୁ କୀର୍ତ୍ତନ ବାହୀ ହିସାବରେ ଘୋଷଣା କର। ଆଜି 35ରୁ ଲକ୍ଷେ ଉପରେ ଗୁରୁ ହେଇଗଲି। ମୋ ଛାତି କୁଣ୍ଡେ ମୋଟ ଦେଖିଲା ବେଳକୁ ତମେ କ'ଣ ଶୋଇଲଣି ନୀରବରେ? ଆରେ ତମେ ବା ମାନେ ଧାରା ନେଲ, ମାନେ ସନାତନ ଧର୍ମର ସାରଥୀ ହେଇଗଲ। ସନାତନ ଧର୍ମ ପୁନଃପ୍ରତିଷ୍ଠା କରିବା ପାଇଁ ଆମମାନଙ୍କ ଦ୍ୱାରା କେତେ ଆଶା ସେ କରିକି ଚାଲିଗଲେ। ସୂକ୍ଷ୍ମରେ କ'ଣ କିଛି ତମେ ଫଳ ପାଉନ? ଆରେ ଆମେ ପୁରା ପାଉଛୁ। କହିଲେ କିଏ ଡାକିବ, କିଏ କହିବ? ତମେ ଆମ ସଂଘର ମୁଖ୍ୟ, ତମେ ତମ ସଂଘ ପାଇଁ ଭାଇମାନଙ୍କ ପାଇଁ କିଏ ପ୍ରାର୍ଥନା କରୁନା? ମୁଁ କହିଲି ପ୍ରଭୁ କେମିତି କ'ଣ ପ୍ରାର୍ଥନା କରିବି? ନିଅ
ଘୋଡ଼େଇ ଦେଲେ ମନ୍ତ୍ର ମୁଦ୍ରା। ଯେତେବେଳେ ତମେ ପ୍ରାର୍ଥନା କରୁଛ ଏବଂ ଯେତେବେଳେ ଯୋଉଠିକି ଯାଉଛ ଏହି ମୁଦ୍ରାରେ ଏହି ମନ୍ତ୍ର ପଢ଼ିକିରି ଜଣେଇକିରି ଯାଅ। ଏଇ ଯୋଉ ଛୁଆଟା ବସିକି ସେଠି ଯଜ୍ଞ କରୁଛି କହୁଥିଲା, ଫୋନ କଲା କହିଲା ବାପା ଆପଣଙ୍କ ପାଦ ପଡ଼ିଯାଉ ରାହୁଥିଲା, ନହେଲେ ଆପଣଙ୍କୁ ଠାକୁରଙ୍କୁ ଡାକନ୍ତୁ, ନହେଲେ ଏଇ ଯୋଉ ବର୍ଷା ହଉଛି ଏଥିରେ ଯଜ୍ଞ କରିହେବନି। ଯାଉଛ ଏହି ମୁଦ୍ରାରେ ଏହି ମନ୍ତ୍ର ପଢ଼ିକିରି ଜଣେଇକିରି ଯାଅ। ଏଇ ଯୋଉ ଛୁଆଟା ବସିକି ସେଠି ଯଜ୍ଞ କରୁଛି କହୁଥିଲା, ଫୋନ କଲା କହିଲା ବାପା ଆପଣଙ୍କ ପାଦ ପଡ଼ିଯାଉ ରାହୁଥିଲା, ନହେଲେ ଆପଣଙ୍କୁ ଠାକୁରଙ୍କୁ ଡାକନ୍ତୁ, ନହେଲେ ଏଇ ଯୋଉ ବର୍ଷା ହଉଛି ଏଥିରେ ଯଜ୍ଞ କରିହେବନି। ତୁ ବାପା କାହିଁ ବ୍ୟସ୍ତ ହଉଛୁ? କାନ୍ଦି ପକେଇକିରି ଠାକୁରଙ୍କୁ କହିଲି ପ୍ରଭୁ ସେ ଛୁଆଟା ଯଜ୍ଞ କରୁଛି ସେଇ ମୁଦ୍ରା ସେଇ ମନ୍ତ୍ରରେ ସେ କାହା କାମ କରୁଛି କି? ତମେ ଚାହିଁଲେ ଇନ୍ଦ୍ର ବର୍ଷା ବନ୍ଦ କରି ପାରିବନି? ବର୍ଷାର ତାକୁ ଅଛି ସେ ଉପସ୍ଥିତ ଆଉ ବର୍ଷା ହେଇଛି। ତେଣୁ ତମ ପାଇଁ ଆମେ ବନ୍ଧା, ତମ ପାଇଁ ଆମେ ବନ୍ଧା। କିନ୍ତୁ ତମେ ଯଦି ଶୋଇପାରିବ ତାହେଲେ କାଳ କ'ଣ ତମକୁ ଶୋଇଦେବ? କାଳେ ତେଣୁ ମୋର ନିବେଦନ ଯେ ସମସ୍ତେ ଧର୍ମଧାରାକୁ ଠିକ ଭାବରେ କର, ଯାହା ସେ ଦେଇଛନ୍ତି ତାକୁ ଠିକ ଭାବରେ କର ସକାଳ ସନ୍ଧ୍ୟାରେ। ଏବଂ ଯେତେବେଳେ ଯାଉଛ ଘରୁ ଗୋଡ଼ କାଢ଼ିକିରି ମନେ ରଖ, ଏ ଛୁଆଟା ଯେମିତି ଘରୁ ଗୋଡ଼ କାଢ଼ିକିରି ଯାଏ, ବାପାର ମୋ ବୋଉର ମୁଁ ଟିକେ ଯାଉଛି ଖେଳିବାକୁ, ଏରୁଣ୍ଡି ବନ୍ଧ ଡେଇଁଲା ପୂର୍ବରୁ ଆଗେ ତା ପାଖରେ ମୁଣ୍ଡିଆ ମାରି ତାକୁ କହିକିରି ଯାଅ ଯେ ବାପାର ମୁଁ ଯାଉଛି ଅମକ ଜାଗାରେ, ମୁଁ ଯାଉଛି ଅଫିସକି, କାଳ ଅକାଳ ମହାକାଳ ବିପଦ ପାଇଁ ଧୋଇଯାଏ, ନିଜକୁ ଆତ୍ମସମର୍ପଣ କରିକିରି ଯାଅ। ଏବଂ ଯେତେବେଳେ ଘରକୁ ଫେରୁଛ ରାତି 9ରୁ 10 ଭିତରେ ଘରକୁ ଫେର, ଆଉ ଅଧିକ ରାତି ଯାକ ବାହାରେ କେତେବେଳେ ନୁହଁ। ତେଣିକି ବିପଦ ପଡ଼ିଲେ ତମେ ତମର ବୁଝ। ଏତିକି କହିକିରି ମୁଁ ମୋ କଥାକୁ ସମାପ୍ତ କରୁଛି। ଅନୁରୋଧ କରିକିରି କହୁଛି ଯେ କେବେ ପ୍ରତ୍ୟେକ ଯଜ୍ଞରେ ଉପସ୍ଥିତ ହୁଅ। ଠାକୁର କହିଲେ ଧନରେ ଟିକର କରିବୁ ସମୟ କାହିଁ, ସତସଙ୍ଗ ଅଟେ କାରଣ ଭୁଲ। ପ୍ରଭୁ କୋଉଠି ଅଛନ୍ତି ମୋତେ କହିଲେ ଟିକେ? ମୋ ଭାଇ ଆଉ ମା ମାନେ ତ ଏତେ ବୟସ, ପ୍ରଭୁ କୋଉଠି ଅଛନ୍ତି? ଗୋଟେ ଭାଇ ସେ ନାରଦ ମୋର ଭକ୍ତମାନେ ଯୋଉଠି ମୋର ଗୁଣଗାନ କରନ୍ତି, ମୁଁ ସେଇଟାରେ କରେ। ତେଣୁ ପ୍ରଭୁ ସେଇଆ କହିଲେ କ'ଣ ନା କୀର୍ତ୍ତନ କରିବୁ ସମୟ କାହିଁ, ସତସଙ୍ଗ ଅଟେ କାରଣ କାହିଁକି ନା ସତସଙ୍ଗ ଅଟେ ମୋର ନିବାସ, ସତ୍ସଙ୍ଗ ନ କରେ କାଳ ପ୍ରବେଶ, ডাকে ন ডাকে যায় রে গাই সৎসঙ্গ মধ্যে পড়ে। এবং সে କହିଦେଲେ স্থୂଳ ଠାରୁ ସୂକ୍ଷ୍ମ ଶକ୍ତି ଅଟେ ଗୋଟିଏ ଗୁଣ, ଧନରେ ଆଜ୍ଞାକୁ ପାଳିଲେ ସମ୍ଭବ ହୋଇଯିବ। କୋଉ ଆଜ୍ଞା? ଯାହା ସେ ଆଜ୍ଞା ଆଦେଶ ଦେଇଛନ୍ତି। ସନ୍ଦେଶ ପତ୍ରରେ 10 ମୁଦକୁ ପଢ଼, ସେଇଥିରେ ସବୁ ଅଛି ଜାଣିବ। ଆଉ କାହିଁ କ'ଣ କହିବି, ଆଉ ଅଧିକା କରିବା ଦରକାର ନାହିଁ, ଏଇଟା ଭୁଲ ହେଇଛି। ଏତିକି କହି ଆପଣମାନଙ୍କ ପାଖକୁ ରହୁଛି ଗୁରୁ ସ୍ୱାମୀ হিমস্যাবুরমতি বা মম দূষণ বুঝতে ওম बढ़िया पुलिया की जय, भूटान सुता की जय, जादू नंदन की जय, स्वर्ण क्षत्राधिपति की जय, श्री आश्रम की जय, स्वर्ण क्षेत्र की जय, आनंद कुमार